ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନ୍ରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଥିଲୁ ଯେ ଯୀଶୁ ପୁରାତନ ଧାର୍ମିକ ବ୍ୟବସ୍ଥାକୁ କେବଳ ସଜାଡ଼ିବାକୁ ଆସିନଥିଲେ, ବରଂ ଅନୁଗ୍ରହ ମାଧ୍ୟମରେ ଏକ ନୂତନ ଜୀବନ ଆଣିବାକୁ ଆସିଥିଲେ। ପୁରାତନ ବସ୍ତ୍ର ଏବଂ ପୁରାତନ କୁମ୍ପାର ଦୃଷ୍ଟାନ୍ତ ମାଧ୍ୟମରେ ସେ ଦର୍ଶାଇଥିଲେ ଯେ ତାଙ୍କର ବାର୍ତ୍ତା ପୁରାତନ ବ୍ୟବସ୍ଥାର ପରିଧି ମଧ୍ୟରେ ସୀମିତ ହୋଇ ରହିପାରିବ ନାହିଁ। ଆମେ ମଧ୍ୟ ତାଙ୍କର ମହାନ ଶକ୍ତି ଦେଖିଲୁ। ଏହି ଚମତ୍କାର ଗୁଡ଼ିକ ପ୍ରମାଣ କଲା ଯେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କର ପୁତ୍ର ଏବଂ ରୋଗ, ମୃତ୍ୟୁ, ଅନ୍ଧତ୍ୱ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି। ଆଜିର ଏହି ଅଧ୍ୟୟନରେ ଆମେ ସେହି 12 ଜଣ ପ୍ରେରିତଙ୍କ ବାର୍ତ୍ତା ଓ ପରିଚର୍ଚ୍ଚା, ସେମାନଙ୍କ ପାଇଁ ଆଗାମୀ ଆହ୍ୱାନ ଏବଂ ସମସ୍ତ ଶିଷ୍ୟଙ୍କ ଜୀବନ ପାଇଁ ଉଦ୍ଦିଷ୍ଟ ମାର୍ଗଦର୍ଶକ ନୀତିଗୁଡ଼ିକ ବିଷୟରେ ଆଲୋଚନା କରିବା। ତେବେ ଆସନ୍ତୁ ଅଧ୍ୟୟନ କରିବାକୁ ଯିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆଜିର ପଥପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଜି ଆମେ ମାଥ୍ୟୁ 10 ପର୍ବ ତାର 5 ପଦରୁ 42 ପଦର ଶେଷ ଯାଏ ଅଧ୍ୟୟନ କରିବାକୁ ଯିବା। 12 ଶିଷ୍ୟଙ୍କ ପଦ୍ଧତି ଏବଂ ସମ୍ବାଦ। ମାଥ୍ୟୁ 10 ପର୍ବ ତାର 5 ଏବଂ 6 ପଦରେ ଲେଖା ଅଛି, ଯୀଶୁ ଏହି 12 ଜଣଙ୍କୁ ପ୍ରେରଣ କରି ସେମାନଙ୍କୁ ଆଜ୍ଞା ଦେଇ କହିଲେ, ବିଜାତିମାନଙ୍କ ନିକଟକୁ ଯାଅ ନାହିଁ ଏବଂ ସମରଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ, ବରଂ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ। ବର୍ତ୍ତମାନ ଯଦି ଆପଣ ଏହି ଅଧ୍ୟାୟରୁ ଆପଣଙ୍କ ବ୍ୟକ୍ତିଗତ ସେବା କାର୍ଯ୍ୟ ପାଇଁ ପରାମର୍ଶ ନେବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ଇସ୍ରାଏଲ ଜାତି ଭିତରେ ନିଜକୁ ସୀମିତ ରଖିବାକୁ ପଡ଼ିବ, କାରଣ ଏହି ନିର୍ଦ୍ଦେଶ ଇସ୍ରାଏଲ ଜାତିର ହଜିଯାଇଥିବା ମେଷମାନଙ୍କ ବିଷୟରେ କୁହାଯାଇଛି। ସ୍ପଷ୍ଟ ଭାବରେ ଏହି ପଦଗୁଡ଼ିକ ଆମର ସେବା କାର୍ଯ୍ୟ ନିମନ୍ତେ ଉଦ୍ଦିଷ୍ଟ ନୁହେଁ। ପ୍ରେରିତ 1 ପର୍ବ ତାର 8 ପଦରେ ଆମକୁ ନିର୍ଦ୍ଦେଶିତ କାର୍ଯ୍ୟ ସହିତ ଏହାକୁ ତୁଳନା କରନ୍ତୁ। ଏବଂ ତୁମ୍ଭେମାନେ ଜେରୁସାଲେମରେ, ସମସ୍ତ ଯିହୁଦା ପ୍ରଦେଶରେ, ସମରଣୀୟରେ ଏବଂ ପୃଥିବୀର ଶେଷ ଭାଗ ପର୍ଯ୍ୟନ୍ତ ମୋ ପାଇଁ ସାକ୍ଷୀ ହେବ। ଯେତେବେଳେ ଯୀଶୁ ଏହି ଅଧ୍ୟାୟରେ 12 ଶିଷ୍ୟଙ୍କୁ ସମରଣରୁ ବାହାରେ ରହିବାକୁ ଏବଂ ଅଣଜିହୁଦୀମାନଙ୍କ ପାଖକୁ ନ ଯିବାକୁ ନିର୍ଦ୍ଦେଶ ଦେଇଥିଲେ, ସେ ଏଠାରେ ଆମକୁ ସମରଣ ଏବଂ ପୃଥିବୀର ଶେଷ ଭାଗକୁ ଅନ୍ତର୍ଭୁକ୍ତ କରିବାକୁ କହନ୍ତି। କିନ୍ତୁ ସେ ତାଙ୍କ ଶିଷ୍ୟମାନଙ୍କୁ କେବଳ ଇସ୍ରାଏଲର ହଜିଯାଇଥିବା ମେଷମାନଙ୍କ ମଧ୍ୟକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେହି 12 ଶିଷ୍ୟଙ୍କ ବାର୍ତ୍ତା ଏହିପରି ହେବା ଉଚିତ ଥିଲା। ମାଥ୍ୟୁ 10 ପର୍ବ ତାର 7 ପଦରେ ଲେଖା ଅଛି, ପୁଣି ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର। ଏହା କିପରି ନିକଟତର ହୋଇପାରିବ? ଶତାବ୍ଦୀର ଆରମ୍ଭରେ ଏବଂ ଭିକ୍ଟୋରିଆନ୍ ଯୁଗର ଶେଷ ସମୟରେ ତଥାକଥିତ ସମଗ୍ର ଖ୍ରୀଷ୍ଟିଆନ ଜଗତରେ ଆଶାବାଦୀ ଭାବନା ପ୍ରକାଶ ପାଇଥିଲା। ସେହି ସମୟରେ ସମସ୍ତ ପ୍ରମୁଖ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଏହି ପୃଥିବୀରେ ସ୍ୱର୍ଗରାଜ୍ୟ ନିର୍ମାଣ କରିବାର ମହାନ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପ୍ରତ୍ୟେକ ଗୋଷ୍ଠୀ ଭାବିଥିଲେ ଯେ ଏହି ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସେମାନେ ପରମେଶ୍ୱରଙ୍କଠାରୁ ଏକ ଚୁକ୍ତିନାମା ପାଇଛନ୍ତି। ନିଶ୍ଚିତ ଭାବରେ ସ୍ୱର୍ଗରାଜ୍ୟ ନିର୍ମାଣ ପାଇଁ ମଣ୍ଡଳୀକୁ କେବେ ବି ଡକାଯାଇନଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଫେରି ଆସିବା ପରେ ସ୍ୱୟଂ ସେହି ରାଜ୍ୟ ସ୍ଥାପନ କରିବେ। ସମଗ୍ର ବିଶ୍ୱରେ ଖ୍ରୀଷ୍ଟଙ୍କୁ ପ୍ରଚାର କରିବା ଏବଂ ପରିପ୍ରକାଶ କରିବା ପାଇଁ ମଣ୍ଡଳୀକୁ ଜଗତରୁ ଆହ୍ୱାନ କରାଯାଇଛି। ରାଜ୍ୟର ବ୍ୟବସାୟ ଆମର କୌଣସି କାମ ନୁହେଁ। ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁ, ସେତେବେଳେ ସ୍ୱର୍ଗରାଜ୍ୟ ଆମ ଭିତରେ ସ୍ଥାପିତ ହୁଏ। ଏବେ ଧ୍ୟାନ ଦିଅନ୍ତୁ ଯେ ଆମର ପ୍ରଭୁ ଯୀଶୁ 12 ଜଣ ଶିଷ୍ୟଙ୍କୁ ସେହି ସମାନ ପ୍ରମାଣପତ୍ର ସହିତ ପଠାନ୍ତି ଯାହା ତାଙ୍କ ନିଜ ପାଖରେ ଅଛି। ମାଥ୍ୟୁ 10 ପର୍ବ ତାର 8 ପଦରେ ଲେଖା ଅଛି, ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ,
କୁଷ୍ଠୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ଛଡ଼ାଅ। ତୁମ୍ଭେମାନେ ବିନା ମୂଲ୍ୟରେ ପାଇଅଛ, ବିନା ମୂଲ୍ୟରେ ଦାନ କର। ଏବେ ମୁଁ ଜୋର ଦେଇ କହୁଛି ଯେ ଯଦି ଆପଣ ଉପରୋକ୍ତ କାର୍ଯ୍ୟ ମଧ୍ୟରୁ ଗୋଟିଏ କରିବାକୁ ଯାଉଛନ୍ତି, ତେବେ ଆପଣ ସେହି ସମସ୍ତ 4ଟି କାର୍ଯ୍ୟ ମଧ୍ୟ କରିପାରିବେ। ମାଥ୍ୟୁ 10 ପର୍ବ ତାର 9 ପଦରେ ଲେଖା ଅଛି, ତୁମ୍ଭମାନଙ୍କ ଗାଞ୍ଜିଆରେ ସୁନା କି ରୂପା କି ତମ୍ବା। କିଛି ସମୟ ପୂର୍ବରୁ ମୁଁ ଜଣେ ତଥାକଥିତ ବିଶ୍ୱାସ ଆରୋଗ୍ୟକାରୀଙ୍କୁ ପରାମର୍ଶ ଦେଇଥିଲି ଯେ ସେ ହସ୍ପିଟାଲଗୁଡ଼ିକୁ ଯାଆନ୍ତୁ ଯେଉଁଠାରେ ପ୍ରକୃତରେ ସେମାନଙ୍କ ଆବଶ୍ୟକତା ରହିଛି, କିନ୍ତୁ ଏହା ଦେଖିବା କୌତୂହଳଜନକ ଯେ ସେମାନେ ସେହି ସ୍ଥାନକୁ ଯାଆନ୍ତି ଯେଉଁଠାରେ ଦାନ ମିଳେ। ନିଶ୍ଚିତ ଭାବରେ ଆମେ ଏହି ଯୁକ୍ତିକୁ ଏହାର ସଠିକ୍ ପରିପ୍ରେକ୍ଷୀରେ ରଖିବା ଉଚିତ। ଏହି ପଦଗୁଡ଼ିକ ପ୍ରଭୁ ଯୀଶୁଙ୍କର ପୃଥିବୀରେ ତାଙ୍କ 3 ବର୍ଷର ସେବା କାର୍ଯ୍ୟ ନିମନ୍ତେ ସାମୟିକ ନିର୍ଦ୍ଦେଶାବଳୀ ଥିଲା। ତାଙ୍କ ସେବା କାର୍ଯ୍ୟର ଏକ ଅନ୍ତିମ ସମୟ ଯେବେ ଆସି ପହଞ୍ଚିଲା, ସେ ତାଙ୍କର ପ୍ରେରିତମାନଙ୍କୁ ଏକ ଭିନ୍ନ ଆଦେଶ ପ୍ରଦାନ କଲେ। ଲୁକ 22 ପର୍ବ ତାର 35 ଏବଂ 36 ପଦରେ ଲେଖା ଅଛି, ଆଉ ସେ ସେମାନଙ୍କୁ କହିଲେ, ଯେତେବେଳେ ମୁଁ ତୁମମାନଙ୍କୁ ଗାଞ୍ଜିଆ, ଝୋଳି ଓ ଜୋତା ବିନା ପଠାଇଥିଲି, ସେତେବେଳେ ତୁମମାନଙ୍କର କି କିଛି ଅଭାବ ହୋଇଥିଲା? ସେମାନେ କହିଲେ, କିଛି ନାହିଁ। ସେଥିରେ ସେ ସେମାନଙ୍କୁ କହିଲେ, ମାତ୍ର ଏବେ ଯାହାର ଗାଞ୍ଜିଆ ଅଛି ସେ ତାହା ନେଉ, ସେହି ପ୍ରକାରେ ଝୋଳି ମଧ୍ୟ ନେଉ, ଆଉ ଯାହାର ନାହିଁ ସେ ଆପଣା ଚାଦର ଖଣ୍ଡକ ବିକି ଖଣ୍ଡା କିଣୁ। ପ୍ରେରିତ ପାଉଲ ଲେଖିଛନ୍ତି ଯେ ପ୍ରଭୁ ସେହିପରି ନିର୍ଣ୍ଣୟ କରିଛନ୍ତି ଯେ ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି ସେମାନେ ସୁସମାଚାରର ଅନୁରୂପ ଜୀବନଯାପନ କରିବା ଉଚିତ। ସେ 1 କରିନ୍ଥୀୟ 9 ଅଧ୍ୟାୟରେ ପ୍ରଚାରକଙ୍କ ଜୀବନ ଉପରେ ବିସ୍ତୃତ ଭାବରେ ଆଲୋଚନା କରନ୍ତି। ଆମ ସମୟରେ ନିଶ୍ଚିତ ଭାବରେ ପରମେଶ୍ୱର ଆମକୁ ଖ୍ରୀଷ୍ଟିଆନ ସେବା କାର୍ଯ୍ୟକୁ ସମର୍ଥନ କରିବାକୁ ଆଶା କରନ୍ତି। ଆମ ପ୍ରଭୁ 12 ଜଣ ଶିଷ୍ୟଙ୍କୁ ପଠାଇବା ପୂର୍ବରୁ ସେମାନଙ୍କୁ ଯେଉଁ ବିଶେଷ ନିର୍ଦ୍ଦେଶ ଦେଇଥିଲେ ତାହା ଏବେ ଧ୍ୟାନ ଦିଅନ୍ତୁ। ମାଥ୍ୟୁ 10 ପର୍ବ ତାର 11 ପଦରେ ଲେଖା ଅଛି, ଆଉ ତୁମ୍ଭେମାନେ ଯେକୌଣସି ନଗରୀ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ ତାହା ଅନୁସନ୍ଧାନ କର, ପୁଣି ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ। କିନ୍ତୁ ଏହା ନିଶ୍ଚିତ ଭାବରେ ଆମ ବର୍ତ୍ତମାନ ସମୟ ପାଇଁ ପ୍ରଯୁଜ୍ୟ ନୁହେଁ। ଆଜିର ବ୍ୟସ୍ତବହୁଳ ସମୟରେ ଜଣେ ବ୍ୟକ୍ତିଙ୍କ ଗୃହକୁ ଯିବା ପରିବର୍ତ୍ତେ ଏକ ଭ୍ରମଣକାରୀ ବକ୍ତାଙ୍କ ପାଇଁ ସର୍ବୋତ୍ତମ ସ୍ଥାନ ହେଉଛି ଏକ ପାନ୍ଥଶାଳା କିମ୍ବା ହୋଟେଲକୁ ଯିବା। ମୁଁ ଜାଣିବାରେ ଆମ ଦେଶରେ ଏବେ ବି କିଛି ଲୋକଙ୍କ ପାଖରେ ଭାବବାଦୀଙ୍କ କୋଠରୀ ଅଛି ଏବଂ ସେଗୁଡ଼ିକ ଖୁବ୍ ମନୋରମ ସ୍ଥାନ। କିନ୍ତୁ ବର୍ତ୍ତମାନ ସମୟରେ ମୁଁ ଭାବୁନାହିଁ ଯେ ଆମ ପ୍ରଭୁ ଆମକୁ ଏମିତି କହିବେ ଯେ ଏକ ସହରକୁ ଯାଇ ପଚାର, ଏହି ସହରରେ କିଏ ଯୋଗ୍ୟ ବ୍ୟକ୍ତି ଅଛନ୍ତି, ଏହି ସହରର ଉତ୍କୃଷ୍ଟ ଖ୍ରୀଷ୍ଟିଆନ କିଏ? ତାପରେ ଯାଇ ତାଙ୍କ ଦ୍ୱାରା ବାଡ଼େଇ କହିବେ, ଦେଖନ୍ତୁ ମୁଁ ଆପଣଙ୍କ ଘରେ ରହିବାକୁ ଆସିଛି। ପୁଣି ଏହା ଧ୍ୟାନ ଦିଅନ୍ତୁ ଯେ ପ୍ରଭୁ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ସେଠାକାର ସ୍ଥାନୀୟ ପରିସ୍ଥିତି ଓ ପରିବେଶରେ 3 ବର୍ଷ ପାଇଁ କିପରି କାର୍ଯ୍ୟ କରିବାକୁ ପଡ଼ିବ ତାହାର ଅସ୍ଥାୟୀ ପରାମର୍ଶ ଦେଉଛନ୍ତି। ଆସନ୍ତୁ ଏହାକୁ ଏହାର ସଠିକ୍ ପରିପ୍ରେକ୍ଷୀରେ ବ୍ୟାଖ୍ୟା କରିବା। ମାଥ୍ୟୁ 10 ପର୍ବ ତାର 12 ଏବଂ 13 ପଦରେ ଲେଖା ଅଛି, ଆଉ ଗୃହରେ ପ୍ରବେଶ କରିବା ସମୟରେ ତାହାକୁ କଲ୍ୟାଣ କର। ସେହି ଗୃହ ଯେବେ ଯୋଗ୍ୟ, ତେବେ ତାହା ପ୍ରତି ତୁମମାନଙ୍କ ଶାନ୍ତି ବର୍ତ୍ତୁ। କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ, ତାହେଲେ ତୁମମାନଙ୍କ ଶାନ୍ତି ତୁମମାନଙ୍କ ନିକଟକୁ ବାହୁଡ଼ି ଆସୁ। ଘର ଶବ୍ଦଟି ନିଶ୍ଚିତ ଭାବରେ କୋଠାକୁ ନୁହେଁ, ବରଂ ସେଠାରେ ରହୁଥିବା ଲୋକମାନଙ୍କୁ ଓ ପରିବାରକୁ ବୁଝାଏ। ମାଥ୍ୟୁ 10 ପର୍ବ ତାର 14 ପଦରେ ଲେଖା ଅଛି, ପୁଣି ଯେ କେହି ତୁମମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରି ଯିବା ବେଳେ ତୁମମାନଙ୍କ ପାଦ ଧୂଳି ଝାଡ଼ି ଦିଅ। ଏହି ଆଦେଶ ଆଜି ଆମ ପାଇଁ ନୁହେଁ, ଏହା ଆଧୁନିକ ମିଶନାରୀଙ୍କ ମନୋଭାବ। ନିଶ୍ଚିତ ଭାବରେ ଯେତେବେଳେ ମୁଁ ଅନ୍ୟ ସ୍ଥାନକୁ ସଭା କରିବାକୁ ଯାଇଛି, ମୁଁ କେବେ ସହର ବାହାରକୁ ଯାଇ ମୋ ପାଦର ଧୂଳି ଝାଡ଼ି ନାହିଁ। ମୁଁ କହୁନାହିଁ ଯେ କିଛି ସ୍ଥାନରେ ମୁଁ ଏପରି ଅନୁଭବ କରିନାହିଁ, କିନ୍ତୁ ମୁଁ କେବେ ଏପରି କରିନାହିଁ। ମୁଁ ଅନୁଭବ କରୁଛି ଯେ ଏହି ନିର୍ଦ୍ଦେଶ ସେହି ନିର୍ଦ୍ଦିଷ୍ଟ ସମୟ ପାଇଁ ଏହି ଲୋକମାନଙ୍କୁ ଦିଆଯାଇଥିଲା। ମାଥ୍ୟୁ 10 ପର୍ବ ତାର 15 ପଦରେ ଲେଖା ଅଛି, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ବିଚାର ଦିନରେ
ସେହି ନଗରର ଦଶା ଅପେକ୍ଷା ସଦମ ଓ ଅମରାର ଦେଶର ଦଶା ସହନୀୟ ହେବ। ମାଥ୍ୟୁ ପୁସ୍ତକର ପରବର୍ତ୍ତୀ ଅଧ୍ୟାୟରେ ଦଣ୍ଡାଜ୍ଞା ପାଇଥିବା ସେହି ସହରଗୁଡ଼ିକର ଅବସ୍ଥା କ'ଣ ଥିଲା ତାହା ଆମେ ଦେଖିବା। ସେହି 12 ଶିଷ୍ୟ କ'ଣ ଆଶା କରିବା ଉଚିତ? ମାଥ୍ୟୁ 10 ପର୍ବ ତାର 16 ପଦରେ ଲେଖା ଅଛି, ଦେଖ ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି। ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ। ସ୍ଥାନୀୟ ପରିସ୍ଥିତି ବିଷୟରେ କହିବା ପରେ ପ୍ରଭୁ ଯୀଶୁ ବର୍ତ୍ତମାନ ଏହି ଲୋକମାନଙ୍କୁ କିଛି ମହାନ ନୀତିବାକ୍ୟ ଦିଅନ୍ତି, ଯାହାଦ୍ୱାରା ସେମାନେ ତାଙ୍କର ସାକ୍ଷୀ ଭାବରେ ଯିବାକୁ ପଡ଼ିବ। ଏହି ନୀତିବାକ୍ୟ ଗୁଡ଼ିକ ସେହି ସମୟ ପାଇଁ ଏବଂ ଅନନ୍ତ କାଳ ପାଇଁ ମଧ୍ୟ ଉପଯୁକ୍ତ ଅଟେ ଏବଂ ନିଶ୍ଚିତ ଭାବରେ ଆମ ବର୍ତ୍ତମାନ ସମୟ ପାଇଁ ମଧ୍ୟ ଉପଯୋଗୀ। ପରମେଶ୍ୱରଙ୍କର ସନ୍ତାନ ସର୍ପ ପରି ଚତୁର ଏବଂ କପୋତ କରି ଅହିଂସକ ହେବା ଉଚିତ, କିନ୍ତୁ କେବଳ ସର୍ପ ପରି ଚତୁର ହୋଇ କପୋତ ପରି ଅହିଂସକ ନ ହେବା ବିପଦପୂର୍ଣ୍ଣ। ମୁଁ କିଛି ଲୋକଙ୍କୁ ଭେଟିଛି ଯେଉଁମାନେ ସାପ ପରି ବୁଦ୍ଧିମାନ। ସେମାନେ ଖୁବ୍ ଚତୁର, କିନ୍ତୁ ସେମାନେ କପୋତ ପରି ଅହିଂସକ ନୁହନ୍ତି। ମାଥ୍ୟୁ 10 ପର୍ବ ତାର 17 ପଦରେ ଲେଖା ଅଛି, ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାର ସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜ ଗୃହ ସମୂହରେ କରଡ଼ା ମାରିବେ। ମୋତେ କେବେ କୌଣସି ସମାଜ ଗୃହରେ ଚାବୁକ ମାଡ଼ ଦିଆଯାଇ ନାହିଁ, କିନ୍ତୁ ଆମର କିଛି ଭଲ ଚର୍ଚ୍ଚରେ ମୋତେ ମୌଖିକ ଭାବରେ ଚାବୁକ ମାଡ଼ କରାଯାଇଛି। ମାଥ୍ୟୁ 10 ପର୍ବ ତାର 18 ପଦରେ ଲେଖା ଅଛି, ପୁଣି ତୁମ୍ଭେମାନେ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁକୁ ଅଣାଯିବ, ତାହା ସେମାନଙ୍କ ଓ ବିଜାତିମାନଙ୍କ ପ୍ରତି ସାକ୍ଷ୍ୟ ସ୍ୱରୂପ ହେବ। ସେହିଦିନ ଯେଉଁମାନେ ତାହାଙ୍କର ଥିଲେ ସେମାନଙ୍କ ପ୍ରତି ନିଶ୍ଚିତ ଭାବରେ ଏହା ଘଟିଥିଲା। ପରବର୍ତ୍ତୀ ସମୟରେ ଏହା ମଣ୍ଡଳୀରେ ଅନେକଙ୍କ ପ୍ରତି ଘଟିଛି। ମାଥ୍ୟୁ 10 ପର୍ବ ତାର 19 ଏବଂ 20 ପଦରେ ଲେଖା ଅଛି, କିନ୍ତୁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କିପରି ବା କି କଥା କହିବ ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କ'ଣ କହିବ ତାହା ସେହି ଦଣ୍ଡରେ ତୁମମାନଙ୍କୁ ଦିଆଯିବ। ଯେଣୁ ତୁମ୍ଭେମାନେ ବକ୍ତା ନୁହ, କିନ୍ତୁ ତୁମମାନଙ୍କ ପିତାଙ୍କ ଆତ୍ମା ଯିଏକି ତୁମମାନଙ୍କ ଅନ୍ତରରେ କଥା କହନ୍ତି ସେ ବକ୍ତା ଅଟନ୍ତି। ମୁଁ ବିଶ୍ୱାସ କରେ ଯେ ଏହି ପଦଗୁଡ଼ିକ ସେହି ଲୋକମାନଙ୍କ ପାଇଁ ପ୍ରଯୁଜ୍ୟ ଯେଉଁମାନେ ପ୍ରଭୁ ଯୀଶୁ ପଠାଇଥିବା କାର୍ଯ୍ୟ କରିବା ପାଇଁ ଗିରଫ ହେବା ସମୟରେ ଉତ୍ତର ପ୍ରସ୍ତୁତ କରିବାର କୌଣସି ସୁଯୋଗ ପାଇନଥିଲେ। ପ୍ରଭୁଙ୍କ ଦ୍ୱାରା ପଠାଯାଇଥିବା ଏହି ଲୋକମାନେ କୌଣସି ପ୍ରସ୍ତୁତି କରି ନଥିଲେ ଏବଂ ଯଦି ଆମେ ଏହି ପଦଗୁଡ଼ିକୁ ସ୍ଥାନୀୟ ପରିସ୍ଥିତିରେ ରଖୁଁ, ତେବେ ଆମର ଲୋକମାନଙ୍କ ସହିତ କୌଣସି ସମସ୍ୟା ରହିବ ନାହିଁ। ଦୁର୍ଭାଗ୍ୟବଶତଃ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ପଦଗୁଡ଼ିକୁ ନିଜ ଉପରେ ପ୍ରୟୋଗ କରନ୍ତି ଏବଂ ସେମାନଙ୍କର ପ୍ରଚାର ପାଇଁ କୌଣସି ପ୍ରସ୍ତୁତି କରନ୍ତି ନାହିଁ। ଯେତେବେଳେ ମୁଁ ସେମିନାରୀରେ ଥିଲି, ଜଣେ ସହପାଠୀ ଯିଏ ଅନେକ ଦିଗରେ ଟିକେ ଅଜବ ଥିଲେ, ସେ ବିଶ୍ୱାସ କରୁଥିଲେ ଯେ ସେ କୌଣସି ପ୍ରସ୍ତୁତି ବିନା ପ୍ରଚାର କରିବା ଉଚିତ। ମୁଁ ଏବଂ ଜଣେ ବନ୍ଧୁ ଗୋଟିଏ ରାତିରେ ନିଷ୍ପତ୍ତି ନେଇଥିଲୁ ଯେ ଆମେ ତାଙ୍କ ପ୍ରବଚନ ଶୁଣିବାକୁ ଯିବୁ। ହଁ, ଏହା ଦୁଃଖଦାୟକ ଭାବରେ ସ୍ପଷ୍ଟ ଥିଲା ଯେ ସେ ତାଙ୍କର ବାର୍ତ୍ତା ପ୍ରସ୍ତୁତ କରିନଥିଲେ। ସେମିନାରୀକୁ ଫେରିବା ବାଟରେ ମୋର ବନ୍ଧୁ, ଯିଏ ମୋ ଅପେକ୍ଷା ଅଧିକ ସାହସୀ ଥିଲେ, ସେ ତାଙ୍କୁ ପଚାରିଲେ, ତୁମେ କ'ଣ ଆଜି ରାତିରେ ସେହି ବାର୍ତ୍ତା ପ୍ରସ୍ତୁତ କରିଛ? ଅବଶ୍ୟ ମୁଁ କରିନଥିଲି। ଆଚ୍ଛା, ତେବେ ତୁମେ ଏହା କିପରି ପାଇଲ? ପରମେଶ୍ୱରଙ୍କର ଆତ୍ମା ମୋତେ ଏହା ଦେଇଛନ୍ତି। ମୋର ବନ୍ଧୁ ତାଙ୍କୁ କହିଲେ, ମୁଁ ଭାବୁଛି ଯେ ତୁମେ ପବିତ୍ର ଆତ୍ମାଙ୍କୁ ସେହି ବାର୍ତ୍ତା ପାଇଁ ଦୋଷ ଦେବା ଉଚିତ ନୁହେଁ। ମୋର ଆଉ ଜଣେ ବନ୍ଧୁ କେତେ ବର୍ଷ ପୂର୍ବେ ଟେକ୍ସାସର ଟେମ୍ପଲରେ ରହୁଥିଲେ। ଏକ ରବିବାର ସକାଳେ ତାଙ୍କୁ ଷ୍ଟେସନରେ ଟ୍ରେନ୍ ପରିବର୍ତ୍ତନ କରିବାକୁ ପଡ଼ୁଥିଲା। ଯେତେବେଳେ ସେ ତାଙ୍କ ଟ୍ରେନ୍ ପାଇଁ ଅପେକ୍ଷା କରୁଥିଲେ, ସେ ହାତରେ ତାଙ୍କର ନୋଟ୍ସ ଧରି ଉପରକୁ ତଳକୁ ନେଉଥିଲେ, କାରଣ ତାଙ୍କୁ ସେହି ସକାଳେ ପ୍ରଚାର କରିବାକୁ ଥିଲା। ସେ ଏକ ଲମ୍ବା ଫ୍ରକ୍ କୋଟ୍ ପିନ୍ଧିଥିଲେ ଏବଂ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସିଲେ ଯିଏ ମଧ୍ୟ ଏକ ଫ୍ରକ୍ କୋଟ୍ ପିନ୍ଧିଥିଲେ। ସେହି ବ୍ୟକ୍ତି ଜଣକ ତାଙ୍କୁ ପଚାରିଲେ, ଆପଣ କ'ଣ ଜଣେ ପ୍ରଚାରକ? ହଁ, ଆପଣ ସେଠାରେ କ'ଣ କରୁଛନ୍ତି? ମୁଁ ଆଜି ମୋର ସକାଳର ପ୍ରଚାର ପାଇଁ ମୋର ନୋଟ୍ସ ପଢ଼ୁଛି। ତୁମେ କ'ଣ ମୋତେ କହିବାକୁ ଚାହୁଁଛ
ଯେ ମୁଁ ମୋର ବାର୍ତ୍ତାକୁ ପୂର୍ବରୁ ପ୍ରସ୍ତୁତ କରିବି। ଅବଶ୍ୟ ନୁହେଁ କି? ନା, ମୁଁ କେବଳ ଉଠି ପଡ଼େ ଏବଂ ପବିତ୍ର ଆତ୍ମାଙ୍କୁ ମୋ ମାଧ୍ୟମରେ କଥା ହେବାକୁ ଦିଏ। ଠିକ୍ ଅଛି, ଧରନ୍ତୁ ଯେତେବେଳେ ଆପଣ ଉଠିବେ, ପବିତ୍ର ଆତ୍ମା ଯଦି ଆପଣଙ୍କୁ ତୁରନ୍ତ ବାର୍ତ୍ତା ଦେବେ ନାହିଁ, ତେବେ ଆପଣ କ'ଣ କରିବେ? ସେ କହିଲେ, ସେ ନ କହିବା ପର୍ଯ୍ୟନ୍ତ ମୁଁ କେବଳ ମନକୁ ଯାହା ଆସେ ତାହା କହୁଥାଏ। ଦୁର୍ଭାଗ୍ୟବଶତଃ ଆମ ସମୟରେ ଅନେକ ପ୍ରଚାରକ ପ୍ରଭୁ ଯୀଶୁ ତାଙ୍କ ପ୍ରେରିତମାନଙ୍କୁ ଦେଇଥିବା ଏହି ପରାମର୍ଶକୁ ବାହାନା ଭାବରେ ବ୍ୟବହାର କରି ଖେଳି ଚାଲିଛନ୍ତି। ଏହା ପ୍ରକୃତରେ ଶାସ୍ତ୍ରର ଏକ ଭୁଲ ବ୍ୟାଖ୍ୟା ଅଟେ। ଶାସ୍ତ୍ରର ଏହି ପଦଗୁଡ଼ିକୁ ଯଦି ଆମେ ସେମାନଙ୍କ ପ୍ରସଙ୍ଗରେ ଦେଖିବା ଏବଂ ସେଗୁଡ଼ିକୁ ସେମାନଙ୍କର ସ୍ଥାନୀୟ ପରିସ୍ଥିତିରେ ବୁଝିବାକୁ ଚେଷ୍ଟା କରିବା, ତେବେ ଏଗୁଡ଼ିକର ଅର୍ଥ ଅତି ସ୍ପଷ୍ଟ ହୋଇଯିବ। ଯୀଶୁ ତାଙ୍କ ବକ୍ତବ୍ୟ ଜାରି ରଖିଛନ୍ତି। ମାଥ୍ୟୁ 10 ପର୍ବ ତାର 21 ପଦରେ ଲେଖା ଅଛି, ଭ୍ରାତା ଭ୍ରାତାକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ। ପୁଣି ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବୋଧ କରିବେ। ଖ୍ରୀଷ୍ଟଙ୍କ ଜଗତକୁ ଆଗମନ ମଣିଷମାନଙ୍କୁ ବିଭାଜିତ କରିଥିଲା। ଏହା ଏକତା ଆଣିନଥିଲା। ଯେତେବେଳେ ପରିବାରର ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତି ଏବଂ ପରିବାରର ଅନ୍ୟ ଜଣେ ସଦସ୍ୟ ଗ୍ରହଣ କରନ୍ତି ନାହିଁ, ସେତେବେଳେ ସେଠାରେ ଏକ ବିଭାଜନ ହୁଏ। ପାଉଲ ପ୍ରଥମ କରନ୍ଥୀୟ 1 ପର୍ବ ତାର 18 ପଦରେ ଏହା ସ୍ପଷ୍ଟ ଭାବରେ କହିଛନ୍ତି, କାରଣ କ୍ରୁଶର ପ୍ରଚାର ବିନଷ୍ଟ ହେଉଥିବା ଲୋକମାନଙ୍କ ପାଇଁ ମୂର୍ଖତା ମାତ୍ର, କିନ୍ତୁ ଆମେ ପରିତ୍ରାଣ ପାଉଥିବା ଲୋକମାନଙ୍କ ପାଇଁ ଏହା ପରମେଶ୍ୱରଙ୍କ ଶକ୍ତି ଅଟେ। ମାଥ୍ୟୁ 10 ପର୍ବ ତାର 22 ପଦରେ ଲେଖା ଅଛି, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯିଏ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ। ଏହା ଏହି ସତ୍ୟକୁ ବୁଝାଏ ଯେ ପ୍ରଭୁ ଯୀଶୁ ତାଙ୍କର ସେବା କାର୍ଯ୍ୟର 3 ବର୍ଷର ସମୟ ମଧ୍ୟରେ ତାଙ୍କ ନିଜ ଶିଷ୍ୟମାନଙ୍କୁ ରକ୍ଷା କରିପାରିବେ। ସେହିପରି ମାଥ୍ୟୁ 24 ପର୍ବ ତାର 13 ପଦର ଅର୍ଥ ହେଉଛି ଯେ ପ୍ରଭୁ ମହାକ୍ଲେଶ ସମୟରେ ନିଜର ମନୋନୀତ ଲୋକମାନଙ୍କୁ ରକ୍ଷା କରିପାରିବେ। ତାହା ଆମେ 24 ଅଧ୍ୟାୟକୁ ଆସିଲେ ଦେଖିବୁ। ମାଥ୍ୟୁ 10 ପର୍ବ ତାର 23 ପଦରେ ଲେଖା ଅଛି, କିନ୍ତୁ ସେମାନେ ଯେତେବେଳେ ତୁମମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇ ଯାଅ, କାରଣ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗର ଗୁଡ଼ିକରେ ତୁମମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ। ଏଠାରେ ଧ୍ୟାନ ଦିଅନ୍ତୁ ଯେ ସେ କୁହନ୍ତି ମନୁଷ୍ୟପୁତ୍ର ନ ଆସିବା ପର୍ଯ୍ୟନ୍ତ, ଅର୍ଥାତ୍ ଯେପର୍ଯ୍ୟନ୍ତ ସେ ଜାତି ସମ୍ମୁଖରେ ପ୍ରକାଶିତ ନ ହୁଅନ୍ତି, ଜଗତ ନୁହେଁ ଇସ୍ରାଏଲ ଜାତି, ସେ ପର୍ଯ୍ୟନ୍ତ ତୁମେମାନେ ଇସ୍ରାଏଲର ସହରଗୁଡ଼ିକ ପାର ହୋଇଯାଇ ନଥିବ। ଆମର ପ୍ରଭୁ କେବଳ ଇସ୍ରାଏଲ ଜାତି ବିଷୟରେ କହିଥିଲେ। ଏହି ସତ୍ୟକୁ କଳ୍ପନା କରିବା ଆମ ପାଇଁ କଷ୍ଟକର ଏବଂ ତାଙ୍କ ବିଷୟରେ ସେହି ଜାତି ଭିତରେ ଏକ ପ୍ରକୃତ ବିଭାଜନ ଥିଲା। ଯେତେବେଳେ ସେ ତାଙ୍କ ଶିଷ୍ୟମାନଙ୍କୁ ପଚାରିଲେ, ଲୋକମାନେ ମୋ ବିଷୟରେ ଅର୍ଥାତ୍ ମନୁଷ୍ୟପୁତ୍ର କିଏ ବୋଲି କହନ୍ତି? ମାଥ୍ୟୁ 16 ପର୍ବ ତାର 13 ପଦରେ ଲେଖା ଅଛି, ସେମାନେ ତାଙ୍କୁ ଅନେକ ଉତ୍ତର ଦେଲେ। ପ୍ରତ୍ୟେକଙ୍କ ତାଙ୍କ ବିଷୟରେ ନିଜସ୍ୱ ମତ ଥିଲା। ବର୍ତ୍ତମାନ ସମୟରେ ମଧ୍ୟ ସେ ଏପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ବିବାଦୀୟ ବ୍ୟକ୍ତି ହୋଇ ରହି ଆସିଛନ୍ତି। ସମସ୍ତ ଶିଷ୍ୟଙ୍କ ଜୀବନକୁ ପରିଚାଳନା କରିବା ପାଇଁ ନିର୍ଦ୍ଦେଶାବଳୀ। ବର୍ତ୍ତମାନ ପ୍ରଭୁ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ସାଧାରଣ ନିର୍ଦ୍ଦେଶାବଳୀ ଦିଅନ୍ତି। ପୁଣି ଥରେ ଏଗୁଡ଼ିକ ମହାନ ନୀତି, ଯାହାକୁ ଆପଣ ଏବଂ ମୁଁ ନିଶ୍ଚିତ ଭାବରେ ପ୍ରୟୋଗ କରିପାରିବା, ଯଦିଓ ଏହା ସିଧାସଳଖ 12 ଜଣ ପ୍ରେରିତଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା। ମାଥ୍ୟୁ 10 ପର୍ବ ତାର 24 ପଦରେ ଲେଖା ଅଛି, ଶିଷ୍ୟ ଗୁରୁଠାରୁ କିମ୍ବା ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ। ଆମକୁ ମନେ ରଖିବାକୁ ପଡ଼ିବ ଯେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରତିନିଧିତ୍ୱ କରୁଛୁ ଏବଂ ଆମେ ତାଙ୍କୁ ପ୍ରାଥମିକତା ଦେବାକୁ ପଡ଼ିବ। ଯଦି ଆମେ ତାଙ୍କୁ ପ୍ରଥମ ସ୍ଥାନରେ ନ ରଖିବା, ତେବେ ଆମର ଅସୁବିଧା ହେବ, ଅର୍ଥାତ୍ ତାଙ୍କ ସହିତ ଆମର ଅସୁବିଧା। ମାଥ୍ୟୁ 10 ପର୍ବ ତାର 25 ପଦରେ ଲେଖା ଅଛି, ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ତୁଲ୍ୟ ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ। ସେମାନେ ଯେବେ ଗୃହକର୍ତ୍ତାଙ୍କୁ ବାଲଜିବୁଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ। ଯଦି ଆପଣ ତାଙ୍କ ପ୍ରତି ବିଶ୍ୱସ୍ତ ଅଛନ୍ତି,
ତେବେ ଲୋକମାନେ ଆପଣଙ୍କ ବିଷୟରେ କ'ଣ କହିବେ ସେ ବିଷୟରେ ଚିନ୍ତା କରନ୍ତୁ ନାହିଁ। ସେମାନେ ପ୍ରଭୁ ଯୀଶୁଙ୍କ ବିଷୟରେ ଭଲ କଥା କହିନଥିଲେ। ଯଦି ଯୀଶୁ ନିଜେ ଦୁର୍ବ୍ୟବହାର ସମ୍ମୁଖୀନ ହୋଇଥିଲେ, ତେବେ ତାଙ୍କ ଶିଷ୍ୟମାନେ କିପରି ଭଲ ବ୍ୟବହାର ପାଇବା ପାଇଁ ଆଶା କରିପାରିବେ? ମାଥିଉ 10 ପର୍ବ ତାର 26 ପଦରେ ଲେଖା ଅଛି, ଅତଏବ ସେମାନଙ୍କୁ ଭୟ କର ନାହିଁ, କାରଣ ଯାହା ପ୍ରକାଶିତ ନ ହେବ ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ ଏପରି ଗୁପ୍ତ କିଛି ନାହିଁ। ପ୍ରିୟ ବନ୍ଧୁ, ଆପଣଙ୍କ ଓ ମୋ ଜୀବନର କେବେ ନା କେବେ ଭୁଲ ଦିଗରେ ଚାଲିଯାଇପାରେ। ପରମେଶ୍ୱରଙ୍କ ଚୂଡ଼ାନ୍ତ ବିଚାର ଦିନେ ବିଶ୍ୱାସୀମାନଙ୍କୁ ସତ୍ୟ ପ୍ରମାଣିତ କରିବ ଏବଂ ନିର୍ଯାତନାକାରୀଙ୍କୁ ଦଣ୍ଡ ବିଧାନ ହେବ। ତେଣୁ ଆପଣଙ୍କ ଅନ୍ତର୍ହିତ ଜୀବନ ବାହ୍ୟ ଜୀବନ ପରି ଆକର୍ଷଣୀୟ ଦେଖାଯିବା ଉତ୍ତମ। ମାଥିଉ 10 ପର୍ବ ତାର 27 ପଦରେ ଲେଖା ଅଛି, ମୁଁ ତୁମମାନଙ୍କୁ ଯାହା ଅନ୍ଧକାରରେ କହେ ତାହା ଆଲୋକରେ କୁହ, ପୁଣି ଯାହା ତୁମ୍ଭେମାନେ ଗୋପନରେ ଶୁଣ ତାହା ଘର ଛାତ ଉପରେ ଘୋଷଣା କର। ଆଲୋକରେ କହିବା କିମ୍ବା ଛାତ ଉପରେ କହିବାର ଅର୍ଥ ହେଉଛି ଏପରି ଘୋଷଣା କରିବା ଯେପରି ସମସ୍ତେ ଶୁଣିପାରିବେ ଏବଂ ପ୍ରଭୁଙ୍କ ବାକ୍ୟ ସମସ୍ତଙ୍କୁ ଘୋଷଣା କରିବାର ସର୍ବୋତ୍ତମ ଉପାୟ ହେଉଛି ବିଭିନ୍ନ ଗଣମାଧ୍ୟମ ପ୍ଲାଟଫର୍ମ, ଯାହା ମାଧ୍ୟମରେ ଜଣେ ଏକାଥରକେ ହଜାର ହଜାର ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚି ପାରିବେ। ମାଥିଉ 10 ପର୍ବ ତାର 28 ପଦରେ ଲେଖା ଅଛି, ଆଉ ଯେଉଁମାନେ ଶରୀରକୁ ବୋଧ କରନ୍ତି କିନ୍ତୁ ଆତ୍ମାକୁ ବୋଧ କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ, ବରଂ ଯିଏ ଶରୀର ଓ ଆତ୍ମା ଉଭୟକୁ ନରକରେ ବିନଷ୍ଟ କରି ପାରନ୍ତି ତାହାଙ୍କୁ ହିଁ ଭୟ କର। ଅନ୍ୟ ଶବ୍ଦରେ ପରମେଶ୍ୱରଙ୍କୁ ଭୟ କର। କେହି ଜଣେ କ୍ରମୱେଲଙ୍କୁ ପଚାରିଲେ ଯେ ସେ କେମିତି ଏତେ ସାହସୀ ହେଲେ। କ୍ରମୱେଲ ଉତ୍ତର ଦେଲେ, ମୁଁ ଶିଖିଛି ଯେ ଯେତେବେଳେ ତୁମେ ଈଶ୍ୱରଙ୍କୁ ଭୟ କରିବ ସେତେବେଳେ ତୁମେ ଆଉ କୌଣସି ଲୋକଙ୍କୁ ଭୟ କରିବାର ନାହିଁ। ମାଥିଉ 10 ପର୍ବ ତାର 29 ପଦରେ ଲେଖା ଅଛି, ଦୁଇଟି ଘର ଚଟିଆ କ'ଣ ଗୋଟିଏ ପଇସାରେ ବିକା ଯାଆନ୍ତା ନାହିଁ, ଆଉ ତୁମମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କର ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ। କି ଚମତ୍କାର ପଦ! ପ୍ରଭୁ ଛୋଟ ଚଢ଼େଇମାନଙ୍କର ଯତ୍ନ ନିଅନ୍ତି। ମୁଁ ପୂର୍ବ ଦିଗର ଏକ ସହରରେ ଦିନେ ଏକ ହୋଟେଲରେ ଥିଲି ଏବଂ ସେହି ସ୍ଥାନରେ ଏକ ଝରଣାର ଚାରିପାଖରେ ଶହ ଶହ ଚଢ଼େଇ ଥିଲେ। ମୁଁ ମନେ ମନେ ଭାବିଲି, ଏପରି ଗୋଟିଏ ବି ପକ୍ଷୀ ନାହିଁ ଯାହା ବିଷୟରେ ପ୍ରଭୁ ଜାଣିନାହାନ୍ତି। ଏହା ମନେ ରଖିବା କେତେ ଆଶ୍ଚର୍ଯ୍ୟ ବିଷୟ। ମାଥିଉ 10 ପର୍ବ ତାର 30 ପଦରେ ଲେଖା ଅଛି, କିନ୍ତୁ ତୁମମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି। ଈଶ୍ୱର ଆପଣଙ୍କୁ ଭଲ ପାଆନ୍ତି। ପ୍ରଭୁ ଯୀଶୁ ଆପଣଙ୍କୁ ଆପଣଙ୍କ ମାଙ୍କ ଠାରୁ ଅଧିକ ଭଲ ପାଆନ୍ତି। ଆପଣଙ୍କ ମା କେବେ ଆପଣଙ୍କ ମୁଣ୍ଡର କେଶ ଗଣିଛନ୍ତି କି? କିନ୍ତୁ ଈଶ୍ୱର ତାର ସଂଖ୍ୟା ଜାଣନ୍ତି। ମାଥିଉ 10 ପର୍ବ ତାର 31 ପଦରେ ଲେଖା ଅଛି, ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘର ଚଟିଆ ଠାରୁ ଶ୍ରେଷ୍ଠ। ଏହା ଭାବି ଦେଖନ୍ତୁ, ଯଦି ପରମେଶ୍ୱର ଜାଣନ୍ତି ଯେ ଚଢ଼େଇ କେଉଁଠି ଅଛି, ମୋର ବନ୍ଧୁ, ସେ ଜାଣନ୍ତି ଯେ ଆପଣ କେଉଁଠି ଅଛନ୍ତି। ଆପଣ କେବେ ବି ସେହି ସ୍ଥାନକୁ ଯାଇପାରିବେ ନାହିଁ ଯେଉଁ ସ୍ଥାନ ସେ ଜାଣନ୍ତି ନାହିଁ। ମାଥିଉ 10 ପର୍ବ 32 ଏବଂ 33 ପଦରେ ଲେଖା ଅଛି, ଆଉ ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବି। ମାତ୍ର ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ଅସ୍ୱୀକାର କରିବି। ପ୍ରିୟ ବନ୍ଧୁ, ଏହା ଯୁକ୍ତିଯୁକ୍ତ ଯେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମ ପାପରୁ ମୁକ୍ତି ଦେବା ପାଇଁ ଆମର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିଛୁ। ତେବେ ଆମେ ସର୍ବସାଧାରଣରେ ଏହି ବିଷୟ ପ୍ରକାଶ କରିବା କିମ୍ବା ସାକ୍ଷ୍ୟ ଦେବା ପାଇଁ ସ୍ୱୀକାର କରିବୁ। ମାଥିଉ 10 ପର୍ବ ତାର 34 ପଦରେ ଲେଖା ଅଛି, ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ। ଶାନ୍ତି ଦେବାକୁ ନ ଆସି ବରଂ ଖଡ଼୍ଗ ଦେବାକୁ ଆସିଅଛି। ଏହା ଯୀଶୁଙ୍କର ଏପରି ଏକ ବକ୍ତବ୍ୟ ଯାହା ସହିତ ଶାନ୍ତିବାଦୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ତଥାପି ଯେପର୍ଯ୍ୟନ୍ତ ସମସ୍ତ ଅଧର୍ମକୁ ଦମନ କରା ନଯାଏ, ସେ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କର ଶୟତାନ ସହିତ ଶତ୍ରୁତା ଲାଗି ରହିଥିବ ଏବଂ ଏକ ଯୁଦ୍ଧ ଚାଲିଥିବ। ମାଥିଉ 10 ପର୍ବ ତାର 35 ଏବଂ 36 ପଦରେ ଲେଖା ଅଛି, କାରଣ ମୋ ପିତା ସହିତ ପୁତ୍ରର ଓ ମାତା ସହିତ କନ୍ୟାର,
ପୁଣି ଶାଶୁ ସହିତ ବୋହୂର ବିରୋଧ ଘଟାଇବାକୁ ଆସିଅଛି, ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ। ପାଉଲ ଏହି ପଦର ସତ୍ୟକୁ ଆହୁରି ଅଧିକ ଉନ୍ମୋଚନ କରି କହିଲେ ପ୍ରଥମ କରନ୍ଥୀୟ 1 ପର୍ବ ତାର 18 ପଦରେ, କାରଣ କ୍ରୁଶର ବାର୍ତ୍ତା ବିନଷ୍ଟ ହେଉଥିବା ଲୋକମାନଙ୍କ ପାଇଁ ମୂର୍ଖତା, କିନ୍ତୁ ଯେଉଁମାନେ ପରିତ୍ରାଣ ପାଉଛନ୍ତି ସେମାନଙ୍କ ପାଇଁ ଏହା ପରମେଶ୍ୱରଙ୍କ ଶକ୍ତି ଅଟେ। ପ୍ରକୃତରେ ସୁସମାଚାର ପ୍ରଚାର ଦ୍ୱାରା ପରିବାରଗୁଡ଼ିକ ବିଭାଜିତ ହୋଇଛନ୍ତି, ଭାଇ ଭାଇ ମଧ୍ୟରେ ପୃଥକ ହୋଇଛନ୍ତି, କିନ୍ତୁ ବିଶ୍ୱାସୀମାନଙ୍କର ଏକତା ଅଛି। ମାଥ୍ୟୁ 10 ପର୍ବ ତାର 37 ପଦରେ ଲେଖା ଅଛି, ଯେ ପିତା କି ମାତାକୁ ମୋ ଠାରୁ ଅଧିକ ପ୍ରିୟ ଜ୍ଞାନ କରେ ସେ ମୋହର ଯୋଗ୍ୟ ନୁହେଁ, ପୁଣି ଯେ ପୁତ୍ର କି କନ୍ୟାକୁ ମୋ ଠାରୁ ଅଧିକ ସ୍ନେହ କରେ ସେ ମୋହର ଯୋଗ୍ୟ ନୁହେଁ। ଯଦି ଆପଣ ପ୍ରକୃତରେ ଖ୍ରୀଷ୍ଟଙ୍କ ପ୍ରତି ଆପଣଙ୍କର ଜୀବନ ସମର୍ପିତ କରିନାହାନ୍ତି ଏବଂ ମୂଲ୍ୟ ଦେଇନାହାନ୍ତି, ତେବେ ପ୍ରତିବନ୍ଧତା ବିଷୟରେ ଆପଣ ଅଧିକ କଥା କହିପାରିବେ ନାହିଁ। ମାଥ୍ୟୁ 10 ପର୍ବ ତାର 40-42 ପଦରେ ଲେଖା ଅଛି, ଯିଏ ତୁମମାନଙ୍କୁ ଗ୍ରହଣ କରେ ସେ ମୋତେ ଗ୍ରହଣ କରେ, ଆଉ ଯିଏ ମୋତେ ଗ୍ରହଣ କରେ ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ। ଯେ ଭାବବାଦୀଙ୍କି ଭାବବାଦୀ ବୋଲି ଗ୍ରହଣ କରେ ସେ ଭାବବାଦୀଙ୍କ ପୁରସ୍କାର ପାଇବ, ଆଉ ଯେ ଧାର୍ମିକ ବ୍ୟକ୍ତିଙ୍କି ଧାର୍ମିକ ବୋଲି ଗ୍ରହଣ କରେ ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ। ପୁଣି ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି କେବଳ ଗିନାଏ ଥଣ୍ଡା ପାଣି ପିଇବାକୁ ଦେବ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ। ଯୋହନ 15 ଅଧ୍ୟାୟରେ ପ୍ରଭୁ ଯୀଶୁ ଏହି କଥାକୁ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ଜଗତ ତାଙ୍କୁ ଘୃଣା କରିଛି ଏବଂ ତାଙ୍କ ନିଜର ଲୋକମାନଙ୍କୁ ମଧ୍ୟ ଘୃଣା କରିବ। ଜଗତରେ ଯୀଶୁଖ୍ରୀଷ୍ଟଙ୍କ ଲୋକପ୍ରିୟତା ଅପେକ୍ଷା ଆମେ ଅଧିକ ଲୋକପ୍ରିୟ ହେବାକୁ ଚେଷ୍ଟା କରିବା ଉଚିତ ନୁହେଁ। ଯଦି ଆପଣ ପ୍ରଭୁ ଯୀଶୁଙ୍କୁ ଜଣେ ଭବିଷ୍ୟତ ବକ୍ତା ଭାବରେ ଉପସ୍ଥାପନ କରନ୍ତି, ତେବେ ଆପଣ ଜଣେ ଭବିଷ୍ୟତ ବକ୍ତାଙ୍କ ପୁରସ୍କାର ପାଇବେ। ଯଦି ଆପଣ ତାଙ୍କୁ କେବଳ ଜଣେ ଧାର୍ମିକ ବ୍ୟକ୍ତି ଭାବରେ ଗ୍ରହଣ କରନ୍ତି, ତେବେ ଆପଣ ଜଣେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବେ। କିନ୍ତୁ ଯଦି ଆପଣ ତାଙ୍କୁ ପ୍ରଭୁ ଏବଂ ତ୍ରାଣକର୍ତ୍ତା ଭାବରେ ସ୍ୱୀକାର କରନ୍ତି, ତେବେ ଆପଣ ଏକ ସମ୍ପୂର୍ଣ୍ଣ ପୁରସ୍କାର ପାଇବେ। ଆମ ପ୍ରଭୁ ଯୀଶୁ ଏହା ସ୍ପଷ୍ଟ ଭାବରେ କହିଛନ୍ତି ଯେ ପୁରସ୍କାର ଆମର ବିଶ୍ୱସ୍ତତା ଆଧାରରେ ଦିଆଯାଏ। ପ୍ରିୟ ବନ୍ଧୁ, ମୁଁ ଆଶା କରେ ଆଜିର ଅଧ୍ୟୟନଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଢ଼ାଇ ଆଣିଅଛ। ଆଜିର ସୁନ୍ଦର ବାକ୍ୟରେ ଆମମାନଙ୍କୁ ତୁମେ କଥା କହିଛ, ସେଥିଲାଗି ତୁମକୁ ଧନ୍ୟବାଦ ଦେଉଛୁ, ତୁମରି ଗୌରବ କରୁଛୁ। ପବିତ୍ର ପ୍ରିୟ ପ୍ରଭୁ, ଆଗାମୀ ଦିନମାନଙ୍କରେ ଆହୁରି ତୁମରି ବାକ୍ୟ ପ୍ରତି ଯେପରି ଆମେ ମନୋଯୋଗୀ ହେବୁ, ତୁମର ବାକ୍ୟର ନିଗଡ଼ ତତ୍ତ୍ୱକୁ ଯେପରି ବୁଝିବାକୁ ପାରିବୁ, ସେହିପରି ଆମମାନଙ୍କୁ ତୁମେ ସାହାଯ୍ୟ କର। ଗୌରବ, ସମ୍ଭ୍ରମ, ମହିମା କେବଳ ତୁମକୁ ଦେଇ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଜିର ଅଧ୍ୟୟନରୁ ଆମେ ଶିଖିଲୁ ଯେ ଯୀଶୁ ନିଜର ଶିଷ୍ୟମାନଙ୍କୁ ଇସ୍ରାଏଲ ମଧ୍ୟରେ ପ୍ରଚାର କରିବାକୁ ପଠାଇଲେ ଏବଂ ସେମାନଙ୍କୁ ଚେତାବନୀ ଦେଲେ ଯେ ତାଙ୍କୁ ଅନୁସରଣ କଲେ କଷ୍ଟ, ପ୍ରତ୍ୟାଖ୍ୟାନ ଓ ବିରୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିବ। ପରବର୍ତ୍ତୀ ଅଧ୍ୟୟନରେ ଆମେ ମାଥ୍ୟୁ 11 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ଯୀଶୁ ନିଜର ପରିଚର୍ଚ୍ୟା ଜାରି ରଖିବେ। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ବି ପ୍ରେରିତ। ଆଜିର ପ୍ରଶ୍ନଟି ହେଉଛି କିଏ ରାଜ୍ୟ ସ୍ଥାପନ କରିବ? ଏ ମଣ୍ଡଳୀ, ବି ପ୍ରେରିତମାନେ, ସି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଡି ଭବିଷ୍ୟତ ବକ୍ତାମାନେ। এই ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଆମକୁ
ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996 ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଭୁବନେଶ୍ୱରରୁ ବିଶ୍ୱଜିତ ପାତ୍ର।